हरिनाम महिमा रे ଭଗବାନଙ୍କର ଦିବ୍ୟ ନାମର ଅପାର ମହିମା ଆମ ସମସ୍ତଙ୍କର ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରୁ। ଥରେ ପରମ ପୂଜ୍ୟ ପ୍ରଭୁପାଦ ବିଶେଷ ଶିଷ୍ୟ ଥିଲେ ପରମ ପୂଜ୍ୟ ରାଧାନାଥ ସ୍ୱାମୀ ମହାରାଜ। ସେ ଯେତେବେଳେ ଅନ୍ୟ ଶିଷ୍ୟମାନଙ୍କୁ ଭେଟିଲେ ସେତେବେଳେ ଅନ୍ୟ ଶିଷ୍ୟମାନେ ତାଙ୍କୁ କହିଲେ କି ମହାରାଜ ଆଉ ଏଇ ବିଗ୍ରହ ମତେ ବହୁତ ପସନ୍ଦ ଅଛନ୍ତି। ଅନ୍ୟ ଶିଷ୍ୟମାନେ ରାଧାନାଥ ସ୍ୱାମୀ ମହାରାଜଙ୍କୁ କହୁଛନ୍ତି ଏଇ ଶିଷ୍ୟମାନେ ମୋର ଏଇ ବିଗ୍ରହ ମୋର ବହୁତ ପସନ୍ଦ, ଏ ରାଧା ମାଧବ ପସନ୍ଦ, ଏ ରାଧା ଗୋପୀନାଥ ପସନ୍ଦ। ତାପରେ ମହାରାଜ ମାନେ ଯେହେତୁ ଭଗବାନଙ୍କର ସେବା ନିଜ ଘରେ ଯୋଉଠି ରହୁଥିଲେ ସେଠି କରୁଥିଲେ, ତ ମହାରାଜଙ୍କୁ ପଚାରିଲେ ମହାରାଜ ଏ ଆପଣଙ୍କୁ କୋଉ ବିଗ୍ରହ ପସନ୍ଦ? ତ ମହାରାଜ କହିଲେ ତାଙ୍କ ଜପମାଳା ଧରିକି କହିଲେ ଏଇ ପ୍ରଭୁପାଦ ଯେହେତୁ ମତେ ଏଇ ଜପମାଳା ଦେଇଛନ୍ତି ତେଣୁ ଏଇ ଜପମାଳା ହିଁ ମୋ ପାଇଁ ବିଗ୍ରହ। ତେଣୁ ସେଥିପାଇଁ ଭଗବାନଙ୍କର ନାମ ଯେହେତୁ ଆମେ ଠିକ ସେ ନାମ ଜପ କରିପାରୁନେ, ଅପରାଧ ଯୁକ୍ତ ହେଇକି ଆମେ ନାମ ଜପ କରୁଛେ, ସେଥିପାଇଁ ଏହାର ପୂର୍ଣ୍ଣ ଫଳ ଆମକୁ ପ୍ରାପ୍ତ ହଉନି। କିନ୍ତୁ ଭଗବାନଙ୍କ ନାମରେ ସାରା ସୃଷ୍ଟି ଈଶ୍ୱର ସବୁ କିଛି ସମାହିତ ହେଇକି ଥାଏ। ଆମେ ଆଜି କେତେ ଜନ୍ମ ମୃତ୍ୟୁ ଚକ୍ରର ବନ୍ଧନରେ ପଡିକି ଅଛି। ଏଇ ଜନ୍ମରେ ମଧ୍ୟ ଆମେ ବିଭିନ୍ନ ପ୍ରକାରର ଈର୍ଷା ଦେଶ ଅଭିମାନର ଦ୍ୱନ୍ଦର ଶିକାର ହଉଛି। ଆମ ହୃଦୟ ଭୌତିକତାର ଜର୍ଜରିତ ହେଇକି ରହୁଛି। ତେଣୁ ଭଗବାନଙ୍କର ନାମ ହିଁ ଏଇ ସବୁ ଜିନିଷକୁ ପ୍ରଶମିତ କରିପାରିବ। ସେଥିପାଇଁ କୁହାଯାଏ ତାର ମଧ୍ୟ ସର୍ବଶ୍ରେଷ୍ଠ ନାମ ସଂକୀର୍ତ୍ତନ। ନିରପରାଧ ନାମ ଲଇଲେ ପାଏ କୃଷ୍ଣ ପ୍ରେମ। ଗୋଟିଏ କ୍ୱାଲିଫିକେସନ ନିରପରାଧ ହେଇକି ନାମ ନବା। ନିରପରାଧ ନାମ ଭିତରେ ପ୍ରଭୁପାଦ 10 ନମ୍ବର ନାମ ଅପରାଧରେ ଆମକୁ ସୂଚିତ କରୁଛନ୍ତି କି ଆଟେଣ୍ଟିଭ ହେଇକି ଯଦି ଆମେ ଜପ କରୁନେ ତାହେଲେ ଅଲଗା ସବୁ ଅପରାଧ ସେଇ ଇନଆଟେଣ୍ଟିଭନେସ ରେ ଆସେ। ତେଣୁ ସେଥିପାଇଁ ଆଟେଣ୍ଟିଭ ହେଇକି ଜପ କଲେ ହିଁ ତାର ଟେଷ୍ଟ ଆମେ ପାଇବା। ଇଭିନ ଅପରାଧ ଅଲଗା ଅପରାଧ କଣ୍ଟିନ୍ୟୁ ହେବା ସତ୍ତ୍ୱେ ମଧ୍ୟ ଜଣେ ଆନନ୍ଦ ପାଇବ। ହାୟର ଟେଷ୍ଟ ମିଳିଲେ ଧୀରେ ଧୀରେ ଲୋଅର ଟେଷ୍ଟ ସବସିଡାଇଜ ହେଇଯିବ। ତ ଭକ୍ତମାନଙ୍କ ସାଙ୍ଗରେ ଆଟେଣ୍ଟିଭ ହେଇକି ଆମକୁ ଜପ କରିବାକୁ ପଡିବ। ଏ ଅଭ୍ୟାସ ଯଦି ଆମେ ନିଷ୍ଠାପର ଭାବରେ କରିବା ତ ଧୀରେ ଧୀରେ ଆମର ନାମ ଜପରେ ସୁଧାର ଆସିବ। ଠିକ ଅଛି, ଏତିକି ଆଜି ପାଇଁ ଆମେ ବୈଷ୍ଣବ ପ୍ରଣାମ ମନ୍ତ୍ର କରିବା। ବୈଷ୍ଣବ ମାନେ ବାଞ୍ଛା କଳ୍ପତରୁ ସଦୃଶ କ୍ଷମାଶୀଳ ଦୟାର ସାଗର ପତିତ ଜୀବଙ୍କର ଉଦ୍ଧାର କରେ। ଦୈନନ୍ଦିନ ଜୀବନରେ ଜ୍ଞାତ ବା ଅଜ୍ଞାତ ଯଦି କୌଣସି ସାଧୁ ଗୁରୁ ବୈଷ୍ଣବଙ୍କ ନିକଟରେ ଅପରାଧ ହୋଇଥାଏ ତାହେଲେ ପ୍ରାତଃ ମୁହୂର୍ତ୍ତରେ ସେମାନେ ନିଜଙ୍କ ମନରେ କ୍ଷମା ପ୍ରାର୍ଥନା ମାଗି ନେବା ଉଚିତ। पञ्चाकल्पतरोर्वश्च कृपा सिन्धुभ्येव च पतितानां पावनेभ्यो वैष्णवेभ्यो नमो अनंत कोटि वैष्णव वृंद की जय। जगत गुरु श्रील प्रभुपाद की जय। हरे कृष्ण।